हेलो। କୁହନ୍ତୁ। राधे राधे। जय ଜୟ जगन्नाथ। जय ଜଗନ୍ନାଥ। କୁହନ୍ତୁ କୁହନ୍ତୁ। महाराज कोठी अछंती? ଭୁବନେଶ୍ୱର ରହୁଛି ଆଜ୍ଞା। ओहो, भुवनेश्वर आपनकर कोन आश्रम? ହଁ ଅଛି। ओहो, को जगह? ଭୁବନେଶ୍ୱର ଖଣ୍ଡଗିରି। ଓହୋ ହୋ, ଖଣ୍ଡଗିରି। ଟିକେ ଆପଣଙ୍କ ଆଶ୍ରମକୁ ଯାଇଥାନ୍ତି। କୁହନ୍ତୁ। ମାନେ ଆପଣଙ୍କ ଆଶ୍ରମ ଟିକେ ଆମେ ବୁଲି ଯାଇଥାନ୍ତୁ ଆଜ୍ଞା। ଆସୁନାହାନ୍ତି। ଆଡ୍ରେସ ଟିକେ କହିବେ? କଣ କାମ କଣ କହନ୍ତୁ? ଖାଲି ବୁଲିବେ କଣ କଣ ଉଦ୍ଦେଶ୍ୟ କଣ? ଉଦ୍ଦେଶ୍ୟ ଆପଣଙ୍କୁ ଟିକେ ଦର୍ଶନ କରିବୁ, ଟିକେ ଆପଣଙ୍କ ସହିତ କଥା ହବୁ ଏଇଆ। ଆପଣଙ୍କ ପରିଚୟ ଦିଅନ୍ତୁ। ମୋ ପରିଚୟ ହେଲା ଏଇ ଯାଜପୁର ରୋଡରେ ଆଜ୍ଞା ଆମ ଘରଟା ଆଉ। ଆଚ୍ଛା, କଣ କରନ୍ତି ଆପଣ? ଏମିତି ଖଣ୍ଡେ ଚାକିରି ଖଣ୍ଡେ କରିଛି ଆଜ୍ଞା। କୋଉଠି? ଏ ସ୍କୁଲରେ ଅଛି ଆଉ। ଶିକ୍ଷକ। ଆଜ୍ଞା। ହୁଁ। ଆପଣ କଣ ଏଇ ଲାଇନରେ ଆଧ୍ୟାତ୍ମିକ ଦିଗରେ ଟିକେ ଚିନ୍ତା କରୁଛନ୍ତି କିଛି? ଆଜ୍ଞା। ଦୀକ୍ଷିତ ହେଇଛନ୍ତି, ଗୁରୁ କାହାକୁ କରିଛନ୍ତି? ହଁ ସେମିତି ଆଉ। ଆଚ୍ଛା, ଆପଣ କେବେ କେତେବେଳେ କେମିତି ଆସିବେ? ଆଜ୍ଞା। କେମିତି କେତେବେଳେ ଆସିବେ? ମୁଁ ଟିକେ ଆପଣଙ୍କ ବିଷୟରେ ଜାଣିବାକୁ ଚାହୁଁଛି। ଆମ ବିଷୟରେ କଣ? ଆମେ କିଛି ନାହିଁ, ଆମେ ଅଚ୍ୟୁତ ମହାପୁରୁଷଙ୍କର ଅଣାକ୍ଷର କ୍ରିୟା ସାଧନା କରୁଛୁ କୁଣ୍ଡଳିନୀ। ଇଆଡେ ଆପଣ ଅଚ୍ୟୁତ ମହାପୁରୁଷଙ୍କର ଅଣାକ୍ଷର କ୍ରିୟା କୁଣ୍ଡଳୀ ସାଧନା କରୁଛନ୍ତି, ନାଇଁ କି? ହଁ ହଁ। ଆଉ ରାଧାକୃଷ୍ଣ କଣ ଟିକେ ଜାଣିଛନ୍ତି ଟିକେ କୁହନ୍ତୁ? ରାଧାକୃଷ୍ଣଙ୍କ ଉପରେ ସିଏ ତ ହଉଛନ୍ତି ପରମ ବୈଷ୍ଣବୀ ମା ରାଧା ଏବଂ କୃଷ୍ଣ ତ ଆମର ପରମ ଆରାଧ୍ୟ। ତାଙ୍କ ବିଷୟରେ କଣ ଆମ ପାଖେ ଜ୍ଞାନ ଅଛି ଆମେ କହିପାରିବା? ବିଶେଷ ନାଇଁ, କିଛି ଆପଣ ଅଚ୍ୟୁତାନନ୍ଦ ମହାପୁରୁଷ କଥା ଗୋଟେ ପ୍ରକାର କହୁଛନ୍ତି, ଆଉ ରାଧାକୃଷ୍ଣଙ୍କ ବିଷୟ କଥା କହୁଛନ୍ତି। ହୁଁ। ଆପଣ ତାହେଲେ ଆପଣଙ୍କର ଇଷ୍ଟ ତାହେଲେ ରାଧାକୃଷ୍ଣ ନା ଅଚ୍ୟୁତାନନ୍ଦ ମହାପୁରୁଷ? ଅଚ୍ୟୁତ ରାଧାକୃଷ୍ଣ ସମସ୍ତଙ୍କୁ ଆମେ ଏକ ଭାବରେ ଚିନ୍ତା କରିଛୁ। ଏ ହୁଁ ବ୍ରହ୍ମାଣ୍ଡରେ ଆମେ ଜଣଙ୍କୁ ଧରିଛୁ, ସେ ଜଣଙ୍କ ହଉଛନ୍ତି ସ୍ଵୟଂ ପରମ ବ୍ରହ୍ମ ପରମ ପିତା, ସେ ସବୁଠି ଉପସ୍ଥିତ। ତେଣୁ ହଉ। ଆମେ ସମସ୍ତଙ୍କୁ ଏକ ଭାବରେ ଧରିକି ଯାଉଛୁ। ସମସ୍ତଙ୍କୁ ଏକ ଭାବରେ ଆପଣ ଧରିଛନ୍ତି ଯେ, ତଥାପି ଆପଣଙ୍କର ଇଷ୍ଟ ତ କିଏ ଥିବେ ଆଜ୍ଞା? ଇଷ୍ଟ ଆମର ଜଗନ୍ନାଥ। ଇଷ୍ଟ ଯଦି ଜଗନ୍ନାଥ, ଆଉ ସବୁ ଏକ କେମିତି ଧରିଛନ୍ତି? ଜଗନ୍ନାଥ ହଉଛନ୍ତି ସବୁ କିଛି। ଆପଣ ଭାବିଛନ୍ତି ଜଗନ୍ନାଥ ସବୁ କିଛି, ଆପଣଙ୍କର ଇଷ୍ଟ ଜଗନ୍ନାଥ ଆଉ କଣ? ଆଉ ଜଗନ୍ନାଥ ହଉଛନ୍ତି ମୂଳ ତତ୍ଵ, ତାପରେ ଜଗନ୍ନାଥଙ୍କ ପାଖରୁ ସବୁ ଉଖେରିଛନ୍ତି। ଆପଣଙ୍କ ଚିନ୍ତାଧାରା ତ ହଉଛି ଏଇଆ ଆଉ। ଆପଣଙ୍କ ଚିନ୍ତାଧାରା କଣ କୁହନ୍ତୁ? ଆମେ ଆପଣଙ୍କ ଚିନ୍ତାଧାରାରେ ଶୁଣିବା। ନା ନା ନା, ମୁଁ ଜାଣିବାକୁ ଚାହୁଁଥିଲି ଆପଣ ଯୋଉ ଗୋଟେ ଛାଡିଥିଲେ ହୁଁ। ଆଗ ରାଧା ପଛେ କୃଷ୍ଣ, ହୁଁ। ସେଟା ଶୁଣିକି ମତେ ଭଲ ଲାଗିଲା, କିନ୍ତୁ ଅବଶୋଷ ରହିଲା। କଣ କହୁନାହାନ୍ତି? ଅବସୋସ ରହିଲା ଏଇଆ, ଯୋଉମାନେ ଭାରତ ବର୍ଷରେ ଏ ବିଶ୍ଵରେ ହୁଁ ଯୋଉମାନେ ମାତୃଶକ୍ତି କି ବେଶୀ ଗୁରୁତ୍ୱ ଦେଇଛନ୍ତି ହୁଁ ଏବଂ ସେମାନଙ୍କ ଚିନ୍ତାଧାରା ଗୋଟେ ଭିନ୍ନ ଟାଇପ ର ଅଛି। ହୁଁ। ଆପଣ ସେଠି ମାତୃଶକ୍ତି କି ବହୁତ ଗୁରୁତ୍ୱପୂର୍ଣ୍ଣ ଭାବରେ କହିଛନ୍ତି। ହୁଁ ଯେ ରାଧାରାଣୀ ହଉଛନ୍ତି ମା ତ ଜଗତ ଜନନୀ। ଜଗତ ଜନନୀ ହୁଁ ଯୋଗମାୟା ହୁଁ ପୁରୁଷ ଆଗେ ରାଧା। ହୁଁ। ତାପରେ କୃଷ୍ଣ ଭଗବାନଙ୍କୁ ବି କହିଛନ୍ତି। ଆଜ୍ଞା। ସେଠି ମୋ କହିବା କଥା ହଉଛି ଯେ ଏପଟରେ ଆପଣ ନିଜେ କହୁଛନ୍ତି ଯେ ପରମ ବ୍ରହ୍ମ ପରମ ପୁରୁଷ ଯେ ହଉଛନ୍ତି ଅନାଦି ଅନାଦି ପୁରୁଷ ସିଏ ହୁଁ ତାଙ୍କ ଧାରାରେ ଆମେ ଅଛୁ, ଅଚ୍ୟୁତାନନ୍ଦ ମହାପୁରୁଷଙ୍କ ଧାରାରେ ଆମେ ଅଛୁ। ହୁଁ। ତାପରେ ଆପଣ କହୁଛନ୍ତି ଜଗନ୍ନାଥ ହଉଛନ୍ତି ମୋର ଇଷ୍ଟ। ହୁଁ। ସେଇଟା ଟିକେ ମତେ କନଫ୍ୟୁଜ ଲାଗୁଛି ଯେ ମୁଁ ଚିନ୍ତା କରୁଥିଲି ଯେ ଆପଣ କୋଉ ଧାରାରେ ଅଛନ୍ତି? ଅଚ୍ୟୁତାନନ୍ଦ ମହାପୁରୁଷ ଧାରା ହଉଛନ୍ତି ଜ୍ଞାନ ମିଶ୍ରା ଭକ୍ତି। ହୁଁ ମହାପୁରୁଷ ପଞ୍ଚସଖାଙ୍କ ଧାରା ହୁଁ ସେ ହୁଁ ହଉଛି ଜ୍ଞାନ ମିଶ୍ରା ଭକ୍ତି। ଓଡିଶା ବୈଷ୍ଣବ ସେମାନେ ହୁଁ। ପଞ୍ଚ ମହାତ୍ମା ସେମାନେ।
ହୁଁ, ଆଉ ରାଧାକୃଷ୍ଣ ତତ୍ଵ ସ୍ୱତନ୍ତ୍ର ଭାବରେ ଅଲଗା। ସେମାନେ ବଙ୍ଗୀୟ ବୈଷ୍ଣବ ହୁଅନ୍ତୁ, ଓଡିଶା ବୈଷ୍ଣବ ହୁଅନ୍ତୁ, ସେମାନଙ୍କ ଧାରା ହେଲା, ତାଙ୍କର ଇଷ୍ଟ ହେଲା ରାଧାକୃଷ୍ଣ। ହୁଁ, ଜଗନ୍ନାଥଙ୍କୁ ଉଚ୍ଚକୋଟୀର ଭାବରେ ସେମାନେ ସମ୍ମାନ ଦିଅନ୍ତି ଏବଂ ସେମାନଙ୍କୁ ପ୍ରାଣର ଦେବତା ବୋଲି ଭାବନ୍ତି। ଆଜ୍ଞା। ମୁଁ ମୁଁ ସେଥିପାଇଁ ଆପଣଙ୍କୁ ପଚାରିଲି, କାହିଁକି ଗୋଟେ କଥା ହଉଛି ଭାଇ ଭାଇ କି ପଚାରେ। ଯେହେତୁ ମୋ ଜୀବନ କାଳ ଭିତରେ ମୁଁ ରାଧାରାଣୀଙ୍କୁ ନିଜର ଗୁରୁ ବୋଲି ମାନିଛି, ନିଜର ମା ବୋଲି ମାନିଛି, ନିଜର ଜୀବନର ସର୍ବସ୍ୱ ବୋଲି ମାନିଛି, ତାଙ୍କ ନାମରେ ଆଧାରିତ ଅଛି। 50 ବର୍ଷ ହେଲା ମୁଁ ସେଇ ଧାରାରେ ଚାଲୁଛି। ଭେରି ଗୁଡ, ବଢିଆ। ଓଡିଶାର କୋଣ ଅନୁକୋଣରେ ଯଦି ରାଧା ନାମ କିଏ ଟିକେ ପାଟିରୁ ତୁଣ୍ଡରୁ ବାହାରେ କାହାର, ହୁଁ, 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 ପ୍ରତ୍ୟକ୍ଷର ହଉ ପରୋକ୍ଷର ହଉ କିମ୍ବା ମାନେ ଟିଭି ପରଦାରେ ହଉ କିମ୍ବା ମୋବାଇଲ ପରଦାରେ ହଉ, କାହାର ପାଟିରୁ ଟିକେ ବାହାରେ, ମୋର ହୁଁ। ଗୋଟେ କାହିଁକି ନା କାହିଁକି ଗୋଟେ ଦୁର୍ବଳତା ତାଙ୍କ ପ୍ରତି ଆସେ। ମୁଁ ସେ ଭାଇ ସହିତ ଟିକେ କଥା ହେବି। ନିଶ୍ଚୟ, ଭଲ କଥା। କାଳେ ସିଏ ହଉଛନ୍ତି ରାଧା ପ୍ରେମୀ ହେଇଥିବେ କି, ରାଧାର ଚରଣାର ବିନ୍ଦରେ ତାଙ୍କ ମନ ତନ ହଜି ଯାଇଥିବ କି, ହୁଁ, ଏଇ ଭାବଟା ଆସେ। ହୁଁ, ଆଉ ଆଉ ଆପଣ ହଉଛନ୍ତି, ସେଥିପାଇଁ ଆପଣଙ୍କ ସହିତ ଟିକେ ଫୋନରେ କଥା ହେଲି। ଭଲ କଲେ। ଆଉ ମୋର ଗୋଟେ ଆମେ ବି ଆପଣଙ୍କଠୁ ଶିଖିଲୁ ଗୋଟେ ଭଲ କଥା। ନା 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 ଶିଖିବା କିଛି ଦୀର୍ଘ 50 ବର୍ଷ ହେଲା ଯେତେବେଳେ ଏଇ ବାଟରେ ଆଜ୍ଞା ଯାଇଛନ୍ତି। ଆଉ ଆପଣ ତ ସେ ଅଚ୍ୟୁତାନନ୍ଦ ମହାପୁରୁଷ ଥିଲେ, ଜଣେ ହଉଛନ୍ତି ପ୍ରକୃତିରେ ମହାନିତ୍ୟ ମଣ୍ଡଳର ଜଣେ ସଖୀ ଥିଲେ। ଆଜ୍ଞା। ସିଏ ହଉଛନ୍ତି ରାଧା ଭାବ ନ ଜାଣିଥିଲେ, ସେ ରାଧା ତତ୍ଵ ନ ଜାଣିଥିଲେ ସେଇଭଳି ବାଟରେ ଯାଇନଥାନ୍ତେ। ଏଭଳି ଭାବରେ ଶେଷରେ ଯେମିତି ଅଷ୍ଟଗୁଜୁରୀରେ ନବଗୁଜୁରୀରେ ତାଙ୍କ ପରିଭାଷା ଟା ସେ ପ୍ରକାଶ କରିନଥାନ୍ତେ, କେତେ କେତେ ମହାନ। ନିଶ୍ଚୟ। ଆଉ ତେଣୁ କରି ଆପଣଙ୍କୁ ମୋର କହିବା କଥା, ଆପଣ ହଉଛନ୍ତି ବିଷୟରେ ପରିଚୟ ତ ଏତିକି ମୁଁ ଜାଣିଲି। ଟିକେ ଖାଲି ମୁଁ ଜାଣିଥାଏ, ଆପଣ ସେଠି ଦୀର୍ଘ 20 ବର୍ଷ ମୋର ପଳେଇଛି ଖଣ୍ଡଗିରି ଉଦୟଗିରିରେ, ମୋର ମାନେ ଆଚାର ବିଚାର ଚଳଣି। ହୁଁ, ସେଠି ଉଦ୍ଧବ ବାବା ଥିଲେ, ଜଣେ ହଉଛନ୍ତି ଜାଣିଥିବେ ଉଦ୍ଧବ ଦାସ। ଜାଣିଛି। ଉଦ୍ଧବ ଦାସ ଥିଲେ, ସିଏ ହଉଛନ୍ତି, ମୁଁ ତାଙ୍କ ପାଖରେ ଯାଏ, ବସା ଉଠା କରେ, ସେଠି ପଢେ। ହୁଁ, ମୁଁ ଯେତେବେଳେ ରାଜଧାନୀ କଲେଜରେ ପାଠ ପଢୁ। ଆଜ୍ଞା। ଆଉ ଆପଣ କହୁଛନ୍ତି ସେଇଠି ରହୁଛନ୍ତି, ବହୁତ ବଢିଆ କଥା। ଆଉ ଆଚ୍ଛା, ସେଠି ମାଧବ ବାବାଙ୍କ ମଠ ଗୋଟେ ଅଛି କି ଏଠି? ମୁଁ ବହୁତ କମ ଠିକଣା ରଖେ। ବେଶୀ ମୁଁ କୌଣସି ଏଇ ଆଶ୍ରମ ସାଧୁସନ୍ଥ ମାନଙ୍କ ସହିତ ମିଶା ବସା ଉଠା କରିପାରେନି, ମତେ ଟିକେ ସମୟ ନଥାଏ। ତେଣୁ ମୋ ପାଖେ ବହୁତ ଖବର ନାହିଁ। ଭଲ। ଆଚ୍ଛା, ଆପଣ ହଉଛନ୍ତି ଯିବା ଆସିବା କରନ୍ତି ନା, କୋଉ ଡାକିଲେ ଆସିପାରିବେ ନା କୌଣସି ମେଳା ସାଧୁ ସନ୍ନ୍ୟାସୀ ସନ୍ଥ ମାନଙ୍କ ପାଖକୁ, କିମ୍ବା ହଉଛନ୍ତି ଗୋଟେ ଧର୍ମ ସଭା କଲେ ଆପଣ ଆସିପାରିବେ ନା? ଥିଲେ ନେଲେ ଯିବୁ। ଆଚ୍ଛା ଆଚ୍ଛା ଆଚ୍ଛା, ଆପଣ ଆସିଲେ। ଆଉ ଆଶ୍ରମରେ ଏକା ଆଜ୍ଞା ରହୁଛନ୍ତି ନା ଆଉ କିଏ ରହୁଛନ୍ତି? ଏକା ରହୁଛି। ଆମେ ଆମର କିଛି ଶିଷ୍ୟ ସେମାନଙ୍କର ବାଧ୍ୟ ବାଧକତା କାରଣରୁ ଆମେ ତାଙ୍କୁ କିଛି ଅଚ୍ୟୁତଙ୍କର ଯାହା ତତ୍ଵ ଆମକୁ ପ୍ରାପ୍ତ ହେଇଛି ଏବଂ ନିର୍ଦ୍ଦେଶ ହେଇଥିଲା, ସେ ନିର୍ଦ୍ଦେଶକୁ ଆମେ ଯାହା ଜାଣିଛୁ ସେତିକି ଦେଇଛୁ। ଏବଂ ସେମାନେ ମଝିରେ ମଝିରେ ଆସନ୍ତି, ଆମ ପାଖେ ବସିକି ଟିକେ ଯାହା ପ୍ରଶ୍ନ କରନ୍ତି, ଆମେ ତାର ଉତ୍ତର ଯାହା ଜାଣିଥାଉ ଦଉ ଏବଂ ଏକା ଥାଉ ସବୁବେଳେ। ଭଲ। ଆଚ୍ଛା ଆଚ୍ଛା ଆଚ୍ଛା, ରୁଟ ଲାଇନ ଟା ଆଜ୍ଞା କୋଉ ପଟେ? ଖଣ୍ଡଗିରି ଉଦୟଗିରିରେ ପହଞ୍ଚି ଗଲେ, ଯୋଉ ଖଣ୍ଡଗିରି ଉଦୟଗିରି ପାହାଡ ତଳେ, ସେଇଠି ସେଠି ପହଞ୍ଚିକି ଫୋନ କଲେ ମତେ ପାଇଯିବେ। ସେଇଠି କେତେ ବାଟ ହବ? ସେ ଅଳ୍ପ ପାଖରେ। ଆଚ୍ଛା ଆଚ୍ଛା ଆଚ୍ଛା। ଆଚ୍ଛା, ମୋର ବିଶେଷତଃ ଆପଣଙ୍କୁ ଫୋନ ଗୋଟେ କଥା, ରାଧା ତତ୍ଵ ଉପରେ ଗୋଟେ ଆସର ଆଜ୍ଞା କରୁଛି 7 ଦିନ। 7 ଦିନ? 7 ଦିନ 7 ଦିନ ଭିତରେ ଆମର ଆଲୋଚନା ରହିବ 4 ଘଣ୍ଟା। ହୁଁ, ଆଉ ରାଧା ତତ୍ଵ, କେବଳ ରାଧାଶ୍ରୀ ରାଧାରାଣୀଙ୍କ ତତ୍ଵ, ରାଧାଙ୍କର ଶକ୍ତି ତତ୍ଵ, ରାଧାଙ୍କର ଦେଶ ତତ୍ଵ, ରାଧା ନାମ ତତ୍ଵ, ରାଧା ଧାମ ତତ୍ଵ, ରାଧା ପ୍ରେମ ତତ୍ଵ, ରାଧାରାଣୀଙ୍କ ଉପରେ ସ୍ୱତନ୍ତ୍ର ଭାବରେ ରାଧା ତତ୍ଵ, ରାଧା ନାମକୁ ନେଇକି ଆଉ ପିଣ୍ଡ ବ୍ରହ୍ମ ରାଧାଙ୍କ ଉପରେ ଅଚ୍ୟୁତ ମହାପୁରୁଷ କିଛି କହିଛନ୍ତି?
ରଚିତ ମହାପୁରୁଷ ରାଧାଙ୍କ ବିଷୟରେ କହିଛନ୍ତି, ମୁଁ ଜାଣିନି, ଯେତିକି ଜାଣିଛି ରଚିତ ମହାପୁରୁଷ କହିଛନ୍ତି ରାଧା ହଉଛନ୍ତି ଆତ୍ମା ଆଉ କୃଷ୍ଣ ହଉଛନ୍ତି ପରମାତ୍ମା, ଏତିକି ସଂକ୍ଷିପ୍ତରେ ମୁଁ ଜାଣିଛି। ଅଚ୍ୟୁତ ମହାପୁରୁଷ ରାଧାଙ୍କ ଉପରେ ଯାହା କହିଛନ୍ତି ବ୍ରହ୍ମାଣ୍ଡରେ କେହି କହିନାହାନ୍ତି। ସେ କହିଲି ବା ଆପଣଙ୍କୁ ପିଣ୍ଡ ବ୍ରହ୍ମାଣ୍ଡ ତତ୍ତ୍ୱ ବିଷୟରେ ନା କହିଲି। ସେ କଥା ନୁହେଁ, ଆହୁରି ବହୁତ କଥା କହିଛି। ପିଣ୍ଡ ବ୍ରହ୍ମାଣ୍ଡକୁ ଛାଡିକି ସ୍ଥୂଳ ଜଗତରେ ରାଧାଙ୍କର ପରିଚୟ ଶ୍ରୀ ଚୈତନ୍ୟ, ଆପଣ କେମିତି ଜାଣିଛନ୍ତି ମୁଁ ଜାଣିନି, ବ୍ରହ୍ମ ବୈବର୍ତ ପୁରାଣରୁ ଆରମ୍ଭ ହୋଇଛି ରାଧାଙ୍କର ଚରିତ୍ର। ରାଧା ଭାଗବତରେ ନାହାନ୍ତି, ବେଦ ବେଦାନ୍ତରେ ନାହାନ୍ତି, ଗୀତାରେ ନାହାନ୍ତି, ଭାଗବତରେ ନାହାନ୍ତି। ରାଧାଙ୍କର ଜନ୍ମ ଶ୍ରୀ ଚୈତନ୍ୟଙ୍କ ଠାରୁ ଆରମ୍ଭ ହୋଇଛି ଏବଂ ରାଧା ଶବ୍ଦ ଗୋଟେ ତତ୍ତ୍ୱରୁ ଆସିଛି। ରାଧା ବୋଲି କେହି ନଥିଲେ, ରାଧା ଏକ ତତ୍ତ୍ୱ, ଯୋଉ କଥାକୁ ଅଚ୍ୟୁତ ମହାପୁରୁଷ କହିଛନ୍ତି। ଯେହେତୁ ଶ୍ରୀ ଚୈତନ୍ୟଙ୍କର ଶିଷ୍ୟ ଥିଲେ ଅଚ୍ୟୁତ ମହାପୁରୁଷ, ଅଚ୍ୟୁତ ମହାପୁରୁଷ ରାଧାଙ୍କ ସମ୍ପର୍କିତ ଏବଂ ହରେ କୃଷ୍ଣ ମହାମନ୍ତ୍ରର 16 ନାମ 32 ଅକ୍ଷରରେ ବର୍ଣ୍ଣନା କରିଛନ୍ତି ଏବଂ ରାଧାଙ୍କୁ ମା ଜଗଜ୍ଜନନୀ ଭାବରେ ସେ ଆବିଷ୍କାର କରିଛନ୍ତି ଏବଂ ତାଙ୍କରିଠୁ ସମସ୍ତ ଶକ୍ତି ପ୍ରାପ୍ତ ହେବ ଏବଂ ତାଙ୍କ ବିନା କୌଣସି କଥା ସମ୍ଭବ ହେବ ନାହିଁ। ଆପଣ ପ୍ରଥମେ ଗୋଟିଏ ପଦ ଆମେ ସେଥିରେ ଦେଇଥିଲୁ, ବେଶୀ ଦେଇନଥିଲୁ, ଆପଣ ସେ ପଦଟି ଶୁଣିଛନ୍ତି। ତା ପର ପଦ ହଉଛି ଏକ ବୀଜ ବେନି ଫାଳ ଯୁଗଳ ଅଙ୍ଗରେ। ୟାକୁ ବୁଝିଲେ ଯାଇକି ରାଧାକୁ ବୁଝି ହବ। ଆଗ ରାଧା ପଛେ କୃଷ୍ଣ, ଆଗ ରାଧା ପଛେ କୃଷ୍ଣ, ଲମ୍ପଟ ଭାବରେ ଏକ ବୀଜ ବେନି ଫାଳ ଯୁଗଳ ଅଙ୍ଗରେ। ଏ ପଦ୍ଧତି ବୁଝିଲେ ଯାଇକି ହବ, ରାଧାଙ୍କୁ ବୁଝି ହବ। ରାଧା ତତ୍ତ୍ୱଟା ଆମେ ଯେତିକି ବୁଝିଛନ୍ତି, ଆମ ଓଡିଶାବାସୀ ମାନେ ଯେତିକି ବୁଝିଛନ୍ତି, ଓଡିଶାର ବୈଷ୍ଣବ ମାନେ ଯେତିକି ବୁଝିଛନ୍ତି, ହୁଁ ଏମିତି କିଛି ବୈଷ୍ଣବ ମାନେ ଅଛନ୍ତି ହୁଁ ରାଧା ତତ୍ତ୍ୱ ତା 100 ଗୁଣ ଅଧିକ ବୁଝିଛନ୍ତି, ବୁଝିପାରିଲେ? ଅଚ୍ୟୁତଙ୍କ ଠାରୁ। ମାନେ ଆମ ଓଡିଶାର ବୈଷ୍ଣବ, ମୁଁ ଅଚ୍ୟୁତଙ୍କ ମୋ କଥା କହୁନି, ଆମ ଓଡିଶାର ବୈଷ୍ଣବ ମାନେ ରାଧା ତତ୍ତ୍ୱ ଯେତିକି ବୁଝିଛନ୍ତି ତାଠାରୁ ଢେର 100 ଗୁଣ ଅଧିକ ବୁଝିଛନ୍ତି ଅଲଗା ବୈଷ୍ଣବ ମାନେ ରାଧା ତତ୍ତ୍ୱ ଉପରେ। ହଁ ବୁଝିଛନ୍ତି, କିନ୍ତୁ ତାକୁ ପରିପ୍ରକାଶ କେତେ ଆମେ କରିକି କଲେକ୍ସନ କରିପାରିଛନ୍ତି, ପରିପ୍ରକାଶ ପରେ ସେଇଟା ଗୋଟେ ସମୟବାଚକ। ହୁଁ ତେଣୁ ମୁଁ ସେଇ ଜିନିଷଟାକୁ କ୍ରିଏଟ କରିବା ପାଇଁ ଚାହୁଁଛି। ଆମେ କଣ ଜାଣିଛେ କି ଓଡିଶାର ବୈଷ୍ଣବ ମାନଙ୍କୁ ଆମେ ଜାଣିଛେ, ଆଜ୍ଞା, ଓଡିଶା ବାହାରର ଯୋଉ ବୈଷ୍ଣବ ମାନେ ଅଛନ୍ତି ତାଙ୍କୁ ସମସ୍ତଙ୍କୁ କଣ ଆମେ ଜାଣିଛେ? ନାଇଁ ନା, ଯେତିକି ଜାଣିଛନ୍ତି ବା, ହଁ ଯେତିକି ଜାଣିଛନ୍ତି ମୁଁ ସେଇ କଥାଟା କହିଲି ଆପଣଙ୍କୁ। ହୁଁ ମୁଁ ସେଇଟାକୁ ଜିନିଷଟା ଗୋଟେ ଗବେଷଣା କରିକି ଆଜ୍ଞା ମୁଁ ସେଇ ରାଧା ତତ୍ତ୍ୱ ଉପରେ PhD କରୁଛି, ବୁଝିପାରିଲେ? ହୁଁ ହୁଁ। ଯେ ଆପଣଙ୍କର ସବଜେକ୍ଟ କଣ? ଓଡିଆ ଧର୍ମ, ଓଡିଆ। ରାଧା ହୁଁ ତତ୍ତ୍ୱ ଉପରେ PhD ଚାଲିଛି। ହୁଁ। ରାଧାଙ୍କର ଉତ୍ପତ୍ତି ପାଇଲେଣି? ରାଧାଙ୍କ ତତ୍ତ୍ୱରୁ ଆଦି କାଳରୁ ଅଛନ୍ତି, ଅନାଦି କାଳରୁ। ମତେ ଗୋଟେ ତାର ରେଫରେନ୍ସ ଦିଅନ୍ତୁ, ଆମେ ଖୋଜୁଛୁ ନା। ପାଇଯିବେ, ଆପଣ ରେଫରେନ୍ସ ପାଇଯିବେ, ସବୁ ଜିନିଷ ଦିଆହବ, କିଛି ହୁଁ କଥା ନାହିଁ। ଆପଣ ଯଦି ଚାହୁଁଛନ୍ତି ଗୋଟେ ବହିଟେ ଆପଣଙ୍କୁ ଛାଡିଦେବି, ଆପଣଙ୍କୁ କିଛି ଅସୁବିଧା ନାହିଁ। ଯିଏକି ଆମ ଓଡିଶାର ଜଣେ ବରେଣ୍ୟ ହଉଛନ୍ତି ସାଧକ, ହୁଁ ଶିବାନନ୍ଦଙ୍କ ନାଁ ଶୁଣିଥିବେ। ହୁଁ। ଶିବାନନ୍ଦଙ୍କ ନାଁ ଶୁଣିଥିବେ। ନା ସେ କଣ ଶୁଣିଛି, ତାଙ୍କ ଅନୁଷ୍ଠାନ ସହିତ ଅଛି ଆଉ। ଅଛନ୍ତି, ଯଦି ଅଛନ୍ତି, ସେ ଗୋଟେ ବହିଟେ ଲେଖିଛନ୍ତି ରାଧା ତତ୍ତ୍ୱ, ହୁଁ ଜଗତ ମାତା ଶ୍ରୀ ରାଧା। ହୁଁ ଖାଲି ସେ ଏତିକି ସଂକ୍ଷିପ୍ତରେ କହୁଛି, ଆଉ ବେଶୀ କହିବିନି, ହୁଁ କାହିଁକିନା ମୋ କହିବା ତାଙ୍କ କହିବା ଭିତରେ ଆକାଶ ପାତାଳ, ମୋ ଅନୁଭୂତି ତାଙ୍କ ଅନୁଭୂତି ଭିତରେ ଆକାଶ ପାତାଳ। ହୁଁ ଖାଲି ଏତିକି କହୁଛି, ସେ ଲେଖିଛନ୍ତି ଗୋଟେ ବହି ଜଗତ ମାତା ଶ୍ରୀ ରାଧା। ହୁଁ ଯୋଉ ବହିଟା ଲେଖିଛନ୍ତି, ସେ ବହିଟା ଛୋଟିଆ ବହିଟେ, ଗୋଟେ ଚଟି ବହି। ହୁଁ। କେବେ ଦେଖାହେଲେ ଆପଣଙ୍କୁ ମୁଁ ସେ ବହିଟା ଦେଇଦେବି, ନହେଲେ ଆପଣ ସେ ଯଦି ବହି ଏଇଠି ଅଛି, ମୋରି ଆଶ୍ରମ ପାଖରେ, ତାଙ୍କ ଆଶ୍ରମ ଶିବାନନ୍ଦଙ୍କର, ସେ ତାଙ୍କର ବହିଟା ଯିଏ ଶିବ, ଯିଏ ସେ ଶିବ ବହି ଆପଣ, ଚିଦାନନ୍ଦ ସରସ୍ୱତୀ ସେ ଆଜ୍ଞା ଅନୁଷ୍ଠାନର ମୁଖ୍ୟ। ଶୁଣନ୍ତୁ, ସେ ବହିଟା ଆପଣ ଖୋଜିଲେ କେବେ ପାଇବେନି, କେବେ ମିଳିବନି, ବି ହଉ ପାଇବେନି। ମତେ ଦିଅନ୍ତୁ। କିନ୍ତୁ ମୋ ପାଖରେ 100 ଖଣ୍ଡ ବହି ଅଛି। ଭେରି ଗୁଡ, ମତେ ଦିଅନ୍ତୁ। ସେ ବହି ଜୀବନ ଲଗେଇକି ମୁଁ ଖୋଜିକି ନିଜେ ପ୍ରିଣ୍ଟ କଲି। ହୁଁ ସେ ବହି ପୁରା ଯେମିତି ମାନେ ଡେଡ୍ ହେଇଯାଇଥିଲା। ହୁଁ ହୁଁ ସେ ରାଧା ତତ୍ତ୍ୱ କଣ କରିବେ? ମହାପୁରୁଷ ଲେଖିଦେଇ ପଳେଇଲେ, ଏମାନେ କଣ ରାଧା ପ୍ରେମୀ ଯେ ତାକୁ ଅଣ୍ଡାଳିବେ? ଯେତିକି ଲେଖି ଦେଖିଥିଲେ, ଯେତିକି ବହି ବାହାରିଥିଲା ସରିଗଲା, ହୁଁ 30 ବର୍ଷ ପୂର୍ବରୁ ସରିଗଲା।
ତେଣୁକରି ଯିଏ ରାଧା ପ୍ରେମୀ ସେ କୁଣ୍ଢେଇକି ଧରିବ ସେ ଜିନିଷଟାକୁ ଜୀବନ ପ୍ରାଣ ଦେଇକି ହୃଦୟ ଲଗେଇକି ଏମାନେ ତ ନୁହଁ ଜିନିଷ ସିଏ କାହିଁକି ଧରିବେ ତେଣୁ ମରିଗଲା ସେ ବୈକୁଣ୍ଠକ ଭାଗ୍ୟବତ କେମିତି ମୋ ହାତରେ ପଡିଲା ତାକୁ ମୁଁ ପ୍ରାଣ ପଳେ ଯୋଉମାନେ ପ୍ରିଣ୍ଟେଡ ତାଙ୍କ ପ୍ରେସ କୁ ଯାଇକି ତାଙ୍କ ଗୋଟେ ହାତରେ ପଡି ଆଜ୍ଞା ଆପଣ ଛପାନ୍ତୁ ଯେତେ ଟଙ୍କା ଲାଗିବ ମୁଁ ଦେବି ମୁଁ ଛପେଇକି 1000 ଖଣ୍ଡ ବହି ଛପେଇଲି ବାଣ୍ଟି ଆଜ୍ଞା ମୋ ପାଖରେ ମାତ୍ର ଆଉ 100 ଖଣ୍ଡ ଅଛି। ଭେରି ଗୁଡ ମତେ ଖଣ୍ଡେ ଦେଇଦେବେ ନିଶ୍ଚିତ ଖଣ୍ଡେ କାହିଁ 5 ଖଣ୍ଡ ଦେବି କିଛି ଅସୁବିଧା ନାହିଁ ମୁଁ ଆପଣଙ୍କୁ ଦେବି ନିଶ୍ଚିତ ଦେବି କାହିଁକି ଦେବି ନା ଆପଣ ଏଇ ଗୋଟେ ପଦ ଲେଖିଛନ୍ତି ରାଧା ନାଁ ଲେଖିଛନ୍ତି ମୁଁ ଦେବି ଆପଣଙ୍କୁ ନିଶ୍ଚିତ ଦେବି ଏ ଗୋଟେ ମାନେ ଯୋଉ ବହିକି ଆପଣ ପଢିଲେ ଆପଣ ଯୋଉ କଥା କହିଛନ୍ତି ଏକଦମ ଟୁ ଦି ପଏଣ୍ଟ କଥା କିନ୍ତୁ ଯୋଉ ବହି ପଢିଲେ ଆପଣ ଯୋଉ କଥା କହିଲେ ବି ମାନେ କେହି କାଟି ପାରିବେନି ଶିବାନନ୍ଦ କଥାକୁ କେହି କାଟି ପାରିବେନି କିନ୍ତୁ ଏମିତି ଅମୂଲ୍ୟ କଥା ସେ ଲେଖିଛନ୍ତି। ଏଥିରେ ଆଉ ଗୋଟେ କଥା ଏଇ ଯୋଉ କଥାଟି ଆମେ କହିଛୁ ସେଇଟା ଆମ ନିଜସ୍ୱ କଥା ନୁହେଁ ସେ କଥାଟି ହଉଛି ଅଭିରାମ ପରମହଂସଙ୍କର ଏବଂ ସେଥିରେ ଯୋଉ ଶେଷ ପଦରେ ସେ କହିଲେ ଏକ ବୀଜ ବେନିଫାଳ ଯୁଗଳ ଅଙ୍ଗରେ ଆମେ କଣ ବୁଝିବା ଏ ଅର୍ଥଟା ମୁଁ ବୁଝିପାରୁନି ଏକ ବୀଜ ବେନିଫାଳ ଯୁଗଳ ଅଙ୍ଗରେ କଣ ଏହାର ଅର୍ଥ? ଶୁଣନ୍ତୁ ଏକ ବୀଜ ବେନିଫାଳ ଯଦି ଆମେ ବୁଝିବା ଏକ ବୀଜ ବେନିଫାଳ ଯୁଗଳ ଅଙ୍ଗରେ ଏ ତ ବହୁତ କଥା ବୁଝେଇବ ସାଧା ସିଧା କଥା କହିଲେ ଆପଣ ଟର୍ଚ୍ଚ ଲାଇଟ ଟା ଆପଣ ଦେଖିଛନ୍ତି ଟର୍ଚ୍ଚ ଲାଇଟ ଗୋଟେ ଆପଣ ହାତରେ ଅଛି ଜାଣିଲେ ଟର୍ଚ୍ଚ ଲାଇଟ ଟା ମାରିଦେବେ ଟର୍ଚ୍ଚ ଲାଇଟ ଆଗକୁ ଗୋଟେ ଲାଇଟ ଟା ପଡିବ ଟର୍ଚ୍ଚ ଲାଇଟ ଟା ଆଗକୁ ପଡିବ କେତେ ବାଟ ପଡିବ ଆପଣ ଜାଣିପାରିବେ ଆପଣ ଗୋଟେ ମନ ଭିତରେ ଗୋଟେ ଟର୍ଚ୍ଚ ଧରିଛନ୍ତି ସେ ଟର୍ଚ୍ଚ ଟା ଆଉଛନ୍ତି ମାରିବେ କେତେ ବାଟ ପଡିବେ ଆପଣ ଜାଣିବେ ଟର୍ଚ୍ଚ ଆଉ ଲାଇଟ ଦିଟା ହେଇଗଲା ଟର୍ଚ୍ଚ ଟା ଆଉ ଲାଇଟ ଟା ଦିଟା ହେଇଗଲା କିନ୍ତୁ ଯେତେବେଳେ ଆପଣ ସୁଇଚ ଟାକୁ ଅଫ୍ କରିବେ ସେତେବେଳେ ସେ ଲାଇଟ ଟାକୁ ଭିତରେ ପଶିଲା ସେ ଲାଇଟ ଟା ଭିତରେ ପଶିଲା ଏକ ବୀଜ ହେଇଗଲା ତାପରେ ବେନିଫାଳ ହେଲା କେତେବେଳେ ନା ଯେତେବେଳେ ଆପଣ ଅନ୍ କଲେ ବୁଝନ୍ତୁ କଥାଟାକୁ ବୁଝନ୍ତୁ କୋଉ ଜିନିଷଟା ଗଲା କୋଉ ଜିନିଷଟା ପଶିଲା ସେଇଠି ରହିଲା ତା ଜାଗାରେ ସେ ରହିଲା ତାର ଟର୍ଚ୍ଚ ଟା କିଏ ହେଲା ଟର୍ଚ୍ଚ ଟା କିଏ ଆଉ ଲାଇଟ ଟା କିଏ ଆଉ ଟର୍ଚ୍ଚ ମାରିକି ଖୁସି ପାଉଥିବା ଲୋକ ମନଟା କିଏ ଟର୍ଚ୍ଚ ମାରିକି ଖୁସି ପାଉଥିବା ମନଟା କିଏ ସେ ଆଉ ଦି ଜଣଙ୍କର ଯେତେବେଳେ ମିଳନ ହଉଛି ସେ ମିଳନଟା ଦି ଜଣଙ୍କର ଯୋଉ ମିଳନଟା ଗୋଟେ ମିଳନର ବସ୍ତୁଟା ହେଇଗଲା ଟର୍ଚ୍ଚ ମିଳନର ବସ୍ତୁ ହେଇଗଲା ଟର୍ଚ୍ଚ ଯେତେବେଳେ ମିଳନ ହଉ ରୁ ବିଚ୍ଛେଦ ହଉଛି ବିଚ୍ଛେଦ ଏଟା କୁହା ହବନି ସମସ୍ତେ କହନ୍ତି ବିଚ୍ଛେଦ ଆପଣ ବିଚ୍ଛେଦ କଶ୍ମୀର କାଳ ହଉନି କଶ୍ମୀର କାଳ ବିଚ୍ଛେଦ ହଉନାହିଁ କାହିଁକି ନା ଟର୍ଚ୍ଚର ଅନ୍ କଲା ମାନେ ଲାଇଟ ଟା ଯାଉଛି ଆଠରୁ ଯାଇଛି କନେକ୍ସନ ଟା ଅଛି ବରାବର କନେକ୍ସନ ଟା ଅଛି କନେକ୍ସନ କଶ୍ମୀର କାଳେ ଯାଇନି ଫେରିନି କଟି ଯାଉନି କିନ୍ତୁ ଆମ ମାନଙ୍କର କଟି ଯାଉଛି କିନ୍ତୁ ତାଙ୍କର କଟୁ ନାହିଁ କନେକ୍ସନ ଟା ଅଛି ଅଫ୍ କରିଦେଲେ ସଇଲା ପଳେଇ ଆସିଲେ ତା ଜାଗାକୁ ସେ ପଳାଇଲା ମୁଁ ଆଜ୍ଞା ଏତିକି ମୋ ଅନୁଭୂତିରେ ଆଜ୍ଞା କହୁଛି ମୋ ଅନୁଭୂତିରେ ଆଜ୍ଞା କହୁଛି କିନ୍ତୁ କଥାଟା ଯୋଉ ଜିନିଷଟା ହଉଛି କଣ ଏଇ ଯୋଉ ଟର୍ଚ୍ଚ ଟା ଭିତରେ ଲାଇଟ ଟା ଅଛି ଟର୍ଚ୍ଚ ଭିତରେ ଯୋଉ ଲାଇଟ ଟା ଅଛି ସେଇ ଜିନିଷଟାକୁ ସେଇ ଯୋଉ ଲାଇଟ ଟା ଆଗ ନା ଟର୍ଚ୍ଚ ଟା ଆଗ ସେଇଟା ଜିନିଷଟା ବୁଝିବାର ଅଛି ସେଇଠି ଆପଣ ଯୋଉ ଲେଖିଲେ ଆଗ ରାଧା ପଛେ କୃଷ୍ଣ ମତେ ବହୁତ ଇମ୍ପ୍ରେସ କରିଛି ଜିନିଷଟା ବହୁତ ଇମ୍ପ୍ରେସ ସେଇ ଜିନିଷଟା ସେଇ ଟର୍ଚ୍ଚ ଭିତରେ ଯୋଉ ଲାଇଟ ଟା ଅଛି ସେଇ ଜିନିଷଟା ମୂଳ ସେଇ ଲାଇଟ ଟା ହିଁ ମୂଳ ତାହେଲେ ଯନ୍ତ୍ର କିଏ ଯନ୍ତ୍ରୀ କିଏ ଆଜ୍ଞା ଏ ଦି ଜଣଙ୍କ ଭିତରେ ଯନ୍ତ୍ର କିଏ ଯନ୍ତ୍ରୀ କିଏ ଯନ୍ତ୍ରୀ ତ ରାଧା
ଯନ୍ତ୍ର ତ ହଉଛି କୃଷ୍ଣ, ରାଧା ତ ହଉଛି ଗୁରୁ, କୃଷ୍ଣ ତ ହଉଛି ଶିଷ୍ୟ, ରାଧା ତ ହଉଛି ପରମାତ୍ମା ପରମେଶ୍ୱର ପରମ ବ୍ରହ୍ମ ସ୍ୱରୂପିଣୀ, ରାଧା ତ ହଉଛି ଅନାଦି କାଳରୁ ଅଛନ୍ତି। ରାଧା ରାଧା ତତ୍ଵ ତ ଅନାଦି କାଳ, ରା ଅର୍ଥ ରାଧା, ଧା ଅର୍ଥ କୃଷ୍ଣ, ରା ଅର୍ଥ ଆତ୍ମା, ଧା ଅର୍ଥ ପରମାତ୍ମା, ସେ ଅନାଦି କାଳରୁ ଅଛନ୍ତି। ସେ ନିଜେ ସ୍ୱୟଂ ରାଧା, ସେ ରାଧା ପରି ରାଧା ଏ ସୃଷ୍ଟି ଜଗତରେ ନାହାନ୍ତି। ରାଧା ପରି ରାଧା ସୃଷ୍ଟିରେ କିଏ ଆସିବେନି, କି ଆସିନାହାନ୍ତି, କି ଆସିନାହାନ୍ତି। ରାଧା ପରି ରାଧା ସୃଷ୍ଟିରେ କିଏ ଆସିନାହାନ୍ତି, କି ଆସିବେ ନାହିଁ, କି ତା ତଳେ କେହି ନାହିଁ, ତା ସମାନ ନାହିଁ, କେହି ତା ତଳେ ନାହିଁ। ସେଥିପାଇଁ ରାଇ ହେବେ ରାଜା କାହ୍ନୁ ପରିଚାର, ବସିବ ସୁଧର୍ମ ଆସବା ରାଜପୁର ଠାର। ରାଇ ହେବେ ରାଜା, ବଳରାମ ରାଜା ହେବେନି, ରାଇ ହେବେ ରାଜା, ରାଧାରାଣୀ ରାଜା ହେବେ। ଥରେ ରାଜା ହେଇଥିଲେ, ଆଉ ଥରେ ଏଠି ରାଜା ହେବେ କଳିଯୁଗ। ତେଣୁ ରାଧା ପରି ରାଧା ଆଉ ସୃଷ୍ଟିରେ ଆସିନାହାନ୍ତି। ତେଣୁ ରାଧା ଯୁଗେ ଯୁଗେ ରାଧା, ସେ ସବୁ ଯୁଗରେ ରାଧା, ସେ ସବୁ ଜାଗାରେ ରହିବ। ରାଧା ଶବ୍ଦ ଆପଣ ଯଦି ଖୋଜିବାକୁ ଚାହିଁବେ, ରାଧା ଶବ୍ଦ ପ୍ରତ୍ୟେକ ଓଡିଆ ଭାଗବତ ଠାରୁ ଆରମ୍ଭ, ଆପଣ କହିଲେ ନାହିଁ, ମୁଁ କହୁଛି ଅଛି। ଓଡିଆ ଭାଗବତ ଠାରୁ, ଓଡିଆ ଭାଗବତ ମହାଭାରତ ଠାରୁ ଆରମ୍ଭ କରି ଯେତେବେଳେ ଆସିବେ, ଭାଗବତ ଆମ ପାଖେ ଅଛି, ମୁଁ ତ ଖୋଜିକି ପାଉନି, ଟିକେ ମତେ ଦେଖେଇଦେବେ। ଓଡିଆ ହଉ, ଆପଣଙ୍କୁ ମୁଁ ଗୋଟେ ପଠେଇ ଦଉଛି ଭିଡିଓ, ଆପଣ ଭିଡିଓ ଦରକାର ନାହିଁ, ନା 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 ଭିଡିଓ ଦରକାର ନାହିଁ। ଆପଣ କେତେ, ମୁଁ ତରତର ନୁହେଁ, ମୁଁ ଏତେ ତରତର ନୁହେଁ। ମତେ ଆପଣ ଯେତେବେଳେ ଆସିବେ, ଆମର ସାକ୍ଷାତ ହବ, ସେତେବେଳେ ଭାଗବତ ମୂଳ ସଂସ୍କୃତ ଭାଗବତ ଯଦି ଆପଣ ପାଖରେ ଥିବ, ତାହେଲେ ମୁଁ ଦେଖେଇବି। ହଁ ଅଛି, ହଁ, ମୂଳ ସଂସ୍କୃତ ଭାଗବତ, ଓଡିଆ ଭାଗବତ ନୁହେଁ। ହଁ ହେଲା, ଆପଣ କହିଲେ ତ ଏବେ ଓଡିଆ ଭାଗବତରେ ଅଛି ବୋଲି କହିଲେ, ହେଲା। ମୂଳ ସଂସ୍କୃତ ଭାଗବତ ନୁହେଁ, ମାନେ ଖାଲି ମୂଳ ସଂସ୍କୃତ ଭାଗବତ ନୁହେଁ, ଉପନିଷେଦ ଠାରୁ ଆରମ୍ଭ କରି ବେଦରେ ପର୍ଯ୍ୟନ୍ତ ରାଧା। ବେଦ କୋଉ ବେଦ, କୋଉ ବେଦ? ହଁ, ବେଦ ହଉଛନ୍ତି ଯଜୁର୍ବେଦରେ ଅଛନ୍ତି। ଯଜୁର୍ବେଦ ବି ମୋ ପାଖେ ଅଛି, ଟିକେ ଦେଖେଇବେ। ଆପଣ ଦେଖିବେ ଅଛନ୍ତି। ମାନେ ରାଧା, ମୁଁ କହିଲି ଆପଣଙ୍କୁ, ରାଧା ନାମଟା ଅନାଦି କାଳରୁ ଅଛି। ନାଇଁ, ଏ କଥାକୁ ମୁଁ ସ୍ୱୀକାର କରୁଛି, ମୁଁ ଅସ୍ୱୀକାର କିଛି କରୁନି, କିନ୍ତୁ ମୁଁ ପାଉନି, ତ ଆପଣ ମତେ ଟିକେ ଦେଖେଇଦେବେ। ହଁ, ପାଉନାହାନ୍ତି ଯଦି ଆପଣଙ୍କୁ ମୁଁ ମୋ ପାଖେ ସବୁ ବେଦ ଅଛି, ଶୁଣନ୍ତୁ। ଅଛି ବେଦ ଆପଣଙ୍କ ପାଖରେ, ମୋ ପାଖେ 4ଟି ଯାକ ବେଦ ଅଛି। ଆପଣ ଯଜୁର୍ବେଦ କହିଲେ ରାଧା ଅଛନ୍ତି, ସଂସ୍କୃତ ଭାଗବତରେ ରାଧା ଅଛନ୍ତି, 2 ଗଲା। 3 ହଉଛି ଯେ ଆଉ ଉପନିଷଦରେ କିଏ? ହଁ, ଉପନିଷଦ ଆପଣଙ୍କର ହଉଛନ୍ତି ଯୋଉ ଅଛି ଆପଣଙ୍କର ରାଧାଙ୍କ ନାମରେ ଗୋଟେ ଉପନିଷଦ ଅଛି। ନା ନା ନା, ଉପନିଷଦ 10ଟି, 108ରୁ 10ଟି ବଞ୍ଚିଛନ୍ତି, ତା ଭିତରୁ ତ ଗୋଟିଏ ଉପନିଷଦ କହିବେ ନା। ଉପନିଷଦରୁ ଆପଣଙ୍କର ରାଧାଙ୍କ ନାମରେ ଗୋଟେ ଉପନିଷଦ ଅଛି, ଆପଣ ଜାଣିଛନ୍ତି? ମୁଁ ଜାଣିନି, ମତେ ସେ ନାଁ ଟା କହନ୍ତୁ। ରାଧାଙ୍କ ନାମରେ ଉପନିଷଦ ଯୋଉ ଅଛି, ସେଇ ଉପନିଷଦରେ ରାଧା ତତ୍ଵ ବି ବର୍ଣ୍ଣନା କରାଯାଏ। ମାନେ ସେ ଉପନିଷଦର ନାଁ ରାଧା କି? ନା ନା, ରାଧା ନୁହେଁ, ତାଙ୍କର ନାଁଟା ହଉଛି ଗୋଟେ ଭଲ ସୁନ୍ଦର ନାଁଟେ, ମୁଁ କହିବି ଆପଣଙ୍କୁ। ହଉ, ମତେ ଟିକେ ସେ ନାଁ ଟା ମନେ ପକେଇ କହିବେ। କହିବି। ସେ ଉପନିଷଦ ଆଣିବା। ନିଶ୍ଚିତ ଅଛି ନା, ଆଣିବା। ଆଉ ବହି କହୁଛି ଆପଣଙ୍କୁ। ଆଉ ଆପଣଙ୍କର ବ୍ରହ୍ମ ବୈବର୍ତ ପୁରାଣରେ, ସେଇଠି ମୁଁ ତ କହିଲି ଆପଣଙ୍କୁ, ବ୍ରହ୍ମ ବୈବର୍ତ ପୁରାଣରେ ଅଛି। ଗର୍ଗ ସଂହିତାରେ, ମୁଁ ବୁଝିଗଲାଣି, ବ୍ରହ୍ମ ବୈବର୍ତ ପୁରାଣରେ ଅଛି, ଏବଂ ଶ୍ରୀ ଚୈତନ୍ୟ ରାଧାଙ୍କର ଜନକ। ୟାଠୁ ଅଧିକ ମୁଁ ଜାଣି ନାହିଁ। ଆପଣ ଯଦି ଜାଣିଛନ୍ତି, ମତେ ଟିକେ ଯଦି ଚୈତନ୍ୟ ମହାପ୍ରଭୁ ରାଧାଙ୍କର ଜନକ ନୁହନ୍ତି, ଚୈତନ୍ୟ ମହାପ୍ରଭୁ ଯାହାଠାରୁ ଶିଖିଥିଲେ ରାଧା ନାମ, ସେଇ ହଉଛନ୍ତି ଜନକ। ଚୈତନ୍ୟ ମହାପ୍ରଭୁ ଯାହାଠାରୁ ଶିଖିଥିଲେ ରାଧା ନାମ, ସେଇ ହଉଛନ୍ତି ରାଧାରାଣୀଙ୍କ ନାମ। କିଏ ତାଙ୍କ ନାଁ କଣ? ରାୟ ରାମାନନ୍ଦ, ଯିଏକି ଓଡିଶାର ମାଇଲ ଖୁଣ୍ଟ, ପ୍ରେମ ତତ୍ଵର, ମାଧୁର୍ଯ୍ୟ ଭକ୍ତିର ମାଇଲ ଖୁଣ୍ଟ ହଉଛନ୍ତି ରାୟ ରାମାନନ୍ଦ। ଯିଏକି ଚୈତନ୍ୟ ମହାପ୍ରଭୁ 21 ଦିନ ଧରି ଯାହାଠାରୁ ଶିଖିଥିଲେ ରାଧାରାଣୀଙ୍କର ତତ୍ଵ। ଆଚ୍ଛା, ଜାବୁଡା ଜାବୁଡି ପଡି ଯାଇଥିଲେ 21 ଦିନ ଧରିକି ରାୟ ରାମାନନ୍ଦ ଆଉ ଚୈତନ୍ୟ ମହାପ୍ରଭୁ ଶିଖେଇଥିଲେ। ମାନେ ଯୋଉ କି ହରିନାମ ବିଷୟରେ ସେ ଥିଲେ ମାଇଲ ଖୁଣ୍ଟ ଆମ ଓଡିଶାରେ, କି ଆମ ହଉଛନ୍ତି ଭାରତ ବର୍ଷରେ। କିନ୍ତୁ ରାଧାରାଣୀର ଯୋଉ ପ୍ରେମ ତତ୍ଵଟାକୁ ଆପଣ ଚୈତନ୍ୟ ଚରିତାମୃତରେ ଯାହା ବର୍ଣ୍ଣନା କରାଯାଇଛି, ଚୈତନ୍ୟ ଚରିତାମୃତ ଆପଣ ପଢିଲେ ଜାଣିବେ, ପ୍ରକୃତରେ ରାୟ ରାମାନନ୍ଦ ଠାରୁ ଶିଖିଛନ୍ତି କିଏ? ସେ ପ୍ରେମ ତତ୍ଵଟା ଶିଖିଛନ୍ତି କିଏ? ନା ମହାପ୍ରଭୁ ନିଜେ ଶିଖିଛନ୍ତି।
ଯେ ରାଧା ତତ୍ତ୍ୱଟା ତାହେଲେ ଆମର ଜଣା ପଡିଲା ଯେ ରାମାନନ୍ଦ ହଉଛନ୍ତି ରାମାନନ୍ଦ ନା ରାମାନୁଜ ରାୟ ରାମାନନ୍ଦ ହେଲା। ରାୟ ରାମାନନ୍ଦ ହଉଛନ୍ତି ରାଧାଙ୍କର ସ୍ରଷ୍ଟା। ହଁ ରାଧାଙ୍କର ସ୍ରଷ୍ଟା କଣ ରାୟ ରାମାନନ୍ଦ? ପ୍ରେମ ତତ୍ତ୍ୱଟା ଶିଖିଛନ୍ତି ସେଠି। ପ୍ରେମ ତତ୍ତ୍ୱଟା ରାଧା ବିନା ତ ରାଧାଙ୍କର ରାଣୀଙ୍କ କଥା ଛଡା ତ ପ୍ରେମ ତତ୍ତ୍ୱଟା କୋଉଠୁ ଆସିବନି ନା। ରାଧାରାଣୀଙ୍କ କଥା ଗୁଡା, ରାଧାରାଣୀଙ୍କ ବିଷୟ ଗୁଡା ସେ ଜାଣିଛନ୍ତି କି ରାୟ ରାମାନନ୍ଦ ବହୁତ ଜାଣିଥିଲେ। ତେଣୁ ସେ ତାଙ୍କୁ ଇଏ ପଚାରିଛନ୍ତି, ସେ କହିଛନ୍ତି, ସେ ଉତ୍ତର ଦେଇଛନ୍ତି, ଗୋଟି ଗୋଟି କରିକି ଉତ୍ତର ଦେଇଛନ୍ତି। ଏ ଜ୍ଞାନଟା ପରେ ଆଉ କି ଜ୍ଞାନ, ଏ ଜ୍ଞାନ ପରେ ସେ ଜ୍ଞାନ କଣ, ସେ ଜ୍ଞାନ ପରେ ସେ ଜ୍ଞାନ କଣ, ଇଏ ଯୋଗ ତତ୍ତ୍ୱ ପରେ ଆଉ କଣ ତତ୍ତ୍ୱ ଅଛି, ସେ ଗୋଟି ଗୋଟି କରି ପଚାରିଛନ୍ତି। ମୁଁ ଆପଣଙ୍କୁ ଆଜ୍ଞା ରାଧେ କୁହନ୍ତୁ। ଆପଣଙ୍କୁ ଗୋଟେ କଥାଟା କହୁଛି, ରାୟ ରାମାନନ୍ଦ ଗୋଟେ କଥା କହିଛନ୍ତି, ଖାଲି ଏତିକି ଆପଣ ଆଜ୍ଞା ମୁଁ କହୁଛି, ଆପଣ ମନେ ରଖନ୍ତୁ। ରାୟ ରାମାନନ୍ଦ ଗୋଟେ ସଂକ୍ଷିପ୍ତରେ ମହାପ୍ରଭୁଙ୍କୁ ଗୋଟେ କଥା କହିଥିଲେ, ସଂକ୍ଷିପ୍ତରେ କହିଥିଲେ। ତାପରେ ତାଙ୍କ ଭିତରେ ପ୍ରାୟ 21 ଦିନ ଧରି ଆଲୋଚନା ହେଲା ପରେ ଯୋଉଟା କି ଚୈତନ୍ୟ ଚରିତାମୃତରେ ସେ କହିଲେ ଯେ କି ସେଇଟାକୁ ସେ ଚୈତନ୍ୟ ଚରିତାମୃତରେ ପୁରା ସୁନ୍ଦର ଭାବରେ ଆପଣଙ୍କର ଯୋଉ ଏଇ ଦିଗରେ PhD କରୁଛନ୍ତି, ଆପଣଙ୍କର ଗାଇଡ କିଏ? ମୋ ଗାଇଡ ଥିଲେ, ମୁଁ କରିସାରିଣି, ମୋ ଗାଇଡ ଥିଲେ ହଉଛନ୍ତି ଆପଣଙ୍କର ହଉଛନ୍ତି ପ୍ରଫେସର ଆଶୁତୋଷ ପଟ୍ଟନାୟକ, ଜାଣିଛନ୍ତି? ଜାଣିଛି। ପ୍ରଫେସର ଆଶୁତୋଷ ପଟ୍ଟନାୟକ ଥିଲେ ମୋର ଗାଇଡର। ତାପରେ ଅଛନ୍ତି ଶ୍ୟାମାନନ୍ଦ ପଟ୍ଟନାୟକ ଥିଲେ, ହଉଛନ୍ତି କଟକର ରେଭେନ୍ସାର ସିଏ ଥିଲେ। ମୁଁ ଲେଖିଥିଲି, ମୋର ହଉଛନ୍ତି PhD ଥେସିସ୍ ହଉଛି ଏଠି ଆପଣଙ୍କର ବିଦଗ୍ଧ ଚିନ୍ତାମଣିରେ ସଖୀ ତତ୍ତ୍ୱ। ମୋ ଥେସିସ୍ ରେ ସେଇଠି ମୁଁ କରୁଥିଲି ହେଲା, MPhil କରୁଥିଲା ବେଳେ ସେଇଠି ମୋର ଥେସିସ୍ ଥିଲା। ଆପଣ ଡକ୍ଟରେଟ ପାଇଲେ ରାଧାଙ୍କ ଉପରେ? ଚାଲିଯିବା ଚାଲିଛି, କମ୍ପ୍ଲିଟ ହେଇନି। MPhil ଥେସିସ୍ ସରିଗଲା, ବୁଝିପାରିଲେ? MPhil ଉପରେ ସରିଗଲା, ତାପରେ PhD ଚାଲିଛି। ହଉ, ଆପଣଙ୍କ ଭଗବାନ କୃପା କରନ୍ତୁ, ମା ରାଧାରାଣୀ ଆପଣଙ୍କୁ କୃପା କରନ୍ତୁ। ରାମାନନ୍ଦ କଣ କହିଥିଲେ ଖାଲି ଏତିକି, ଖାଲି ଗୋଟେ ସେକେଣ୍ଡ ଆପଣ ଶୁଣନ୍ତୁ। ରାମାନନ୍ଦ କହିଥିଲେ, ରାୟ ରାମାନନ୍ଦ, ଯେ ସଂସାରରେ ଯେତେ ସାଧନା ଅଛି, ସାଧନା ଭିତରେ ସର୍ବଶ୍ରେଷ୍ଠ ପରମ ବୈଷ୍ଣବ ହଉଛନ୍ତି ଦେବଦେବ ମହାଦେବ। ମହାଦେବଙ୍କର ମଣିଷ ସର୍ବଶ୍ରେଷ୍ଠ ସାଧନା ଯଦି ମଣିଷ ପାଇବାକୁ ପାଇବ, ଯଦି ଜୀବନରେ ଜୀବ ଉଦ୍ଧାର ହବ, ତାହେଲେ ଗୋଟେ ଶିବ ଯୋଗ ତତ୍ତ୍ୱ ଅଛି, ସେଇଟାକୁ ଆଗେ ବୁଝିବାକୁ ପଡିବ। ଶିବ ଯୋଗ ତତ୍ତ୍ୱଟା ବୁଝିଲେ ଏ ଜୀବ ଏ ସଂସାରରୁ ଉଦ୍ଧାର ପାଇବ, ତା ସାଧନା କ୍ଷେତ୍ରରେ ତା ପୂର୍ଣ୍ଣ ହବ। ଶିବ ଯୋଗ ତତ୍ତ୍ୱ ଏ ଜୀବ ଯେତେବେଳେ ସମ୍ପୂର୍ଣ୍ଣ ବୁଝିଯିବ, ସରିଯିବ, ତାପରେ ତାର ଅହଙ୍କାର ତତ୍ତ୍ୱଟା ସେ ସରିବନି, ତା ଦେହରୁ ଯିବନି। ଶିବ ଯୋଗ ତତ୍ତ୍ୱ ବୁଝିଯିବ, ସେ ସାଧନା କରିଯିବ, କିନ୍ତୁ ତା ଭିତରେ ସେ ଅହଙ୍କାର ଟିକେ ରହିଯିବ ଆଜ୍ଞା। ସେ ଅହଙ୍କାରଟା ପାଇଁ ଆମ ଯୋଉଟା କି ମୁଁ ଟିକେ ଆଗରୁ କହୁଥିଲି ଆଜ୍ଞା, ଆମ ଓଡିଶାର ଯୋଉମାନେ ବୈଷ୍ଣବ ମାନେ ଅଛନ୍ତି, ତାଙ୍କ ଭିତରେ ସବୁ ଗୋଟିଏ ବିନ୍ଦୁର ଗୋଟିଏ ବୃତ୍ତର ମାପଟି କେତେ? ଗୋଟିଏ ସମଗ୍ର ବୃତ୍ତଟିଏ ତାକୁ ମାପିଲେ କେତେ ହବ? ଟିକେ ମତେ ସୁଯୋଗ ଦେବେ, ଟିକେ 1 ମିନିଟ କହିସାରିଲା ପରେ ଆପଣ କହିବେ। ମୁଁ ସେଟା ବୁଝିଛି ତ, ସେଇ ଯୋଉ କଥାଟା ଆପଣ ବୁଝଉଛନ୍ତି। ମୁଁ ଯୋଉଟା ଆପଣ ଯୋଉ ରାଧା କଥାଟା କହିଛନ୍ତି, ସେଇ ରାଧା କଥାଟା ପାଇଁ ମୁଁ କହୁଛି। ଏଠି ଖାଲି ଟିକେ ଖାଲି ଶୁଣିଦେଲେ, ତାପରେ ମତେ ପଚାରିବେ। ଟିକେ ଶୁଣିଦେବେ। ଯେତେ ସାଧକ ଅଛନ୍ତି, ସବୁ ସାଧନା ଭିତରେ ଯେ ଶିବ ଯୋଗ ତତ୍ତ୍ୱ ଅର୍ଥ ହଉଛି ମାନେ ଏଟା ହଉଛି ଜ୍ଞାନ ମାର୍ଗ ବା ସାଧନା ମାର୍ଗ, ଯୋଗ ମାର୍ଗ। ଏଇ ଯୋଗ ମାର୍ଗ ସମସ୍ତେ କରୁଛନ୍ତି ଆଜ୍ଞା, ଓଡିଶାରେ ସମସ୍ତେ ଅଛନ୍ତି, କିନ୍ତୁ ତାଙ୍କ ମନ ଭିତରେ ଆଜ୍ଞା ଅହଙ୍କାର ଟିକେ ଭରି ରହିଛି। କେମିତି ଜାଣିବା ଆମେ ଅହଙ୍କାରକୁ ମାପିବା କେମିତି? ଜଣଙ୍କର ମାପି ହବ ଠିକ ଯନ୍ତ୍ରଟି କଣ? ହଁ, ଆପଣ ମାପି ପାରିବେ, ଠିକ ମାପି। ଖାଲି ଶୁଣନ୍ତୁ, ଖାଲି ଟିକେ ଶୁଣନ୍ତୁ, ଆମେ କଥା ହବାନି। ଖାଲି ଅହଙ୍କାର ଟା ଟିକେ ରହିଯିବ, ସେଇ ଯୋଉ ଅହଙ୍କାର ମାୟା ତତ୍ତ୍ୱଟାକୁ ବୁଝିବାକୁ ପଡିବ। ସେଇ ଅହଙ୍କାର ମାୟା ତତ୍ତ୍ୱ ଯେତେବେଳେ ମଣିଷ ବୁଝିଯିବ, ତା ଭିତରୁ ସେ ବର୍ତ୍ତିଯିବ, ଛାଡିଦବ, ତାପରେ ଆରମ୍ଭ ହେଇଯିବ ତା ହୃଦୟରେ ଭକ୍ତି ତତ୍ତ୍ୱ। କଣ ଛାଡିଦବ? କଣ? ଅହଙ୍କାର ଟାକୁ ଯେତେବେଳେ ସମ୍ପୂର୍ଣ୍ଣ ତ୍ୟାଗ କରିଦବ, ତା ଭିତରେ କଣ ନା ଶିବ ଯୋଗ ତତ୍ତ୍ୱ ବୁଝି ସାରିଲା ପରେ, ଅହଙ୍କାର ତତ୍ତ୍ୱ ତାକୁ ଛାଡି ସାରିଲା ପରେ, ତାପରେ ତାର ଭକ୍ତି ତତ୍ତ୍ୱଟା ସେ ଜୀବର ଆରମ୍ଭ ହବ, ତା ହୃଦୟ ଭିତରେ ପ୍ରବେଶ କରିବ। ମାନେ ଜୀବ ତାର କମ୍ପ୍ଲିଟ ଅହଙ୍କାର ଟାକୁ ଛାଡିବ। ଛାଡିଲେ
ଭକ୍ତି ତତ୍ତ୍ୱଟା ଆରମ୍ଭ ହବ, ନହେଲେ ଯୋଉ ଆମେ ଯୋଉ ଭକ୍ତି କରୁଛୁ ସେ ଭକ୍ତି ନୁହେଁ, ସେ ଭକ୍ତି ତତ୍ତ୍ୱଟା ଆରମ୍ଭ ହବ। ଏଠି କିଏ ବୁଝଉଛନ୍ତି ନା ରାୟ ରାମାନନ୍ଦ ବୁଝଉଛନ୍ତି କାହାକୁ ନା ହଉଛି ବୁଝିହେଲା ତାପରେ ଚୈତନ୍ୟଙ୍କୁ ସେ ବୁଝଉଛି। କହୁଛନ୍ତି, ତାପରେ ସେ କହୁଛନ୍ତି ଯୋଉଠି ମଣିଷ ଭକ୍ତି ରସ ତତ୍ତ୍ୱ ସରିଯିବ, କେତେଟା ଭକ୍ତି ନା 4ଟା ଭକ୍ତି, ମାଧୁର୍ଯ୍ୟ ରସ, ଆପଣଙ୍କର ବାତ୍ସଲ୍ୟ ରସ, ଦାସ୍ୟ ସେ ରସ। କଥା ଏତେ ବ୍ୟାଖ୍ୟା କରିବାର ଆବଶ୍ୟକ ନାହିଁ ମତେ। ଭକ୍ତି ରସ ତତ୍ତ୍ୱଟା ଯେତେବେଳେ ସରିଯିବ ହଁ ସେତେବେଳେ ତାର ଆରମ୍ଭ ହବ ଗୌରାଙ୍ଗ ମହାପ୍ରଭୁ ତତ୍ତ୍ୱ। ହଁ ହେଲା ମତେ ତାର ସାର କଥାଟା କହନ୍ତୁ, କଣ କହିବାକୁ ଚାହୁଁଛୁ? କହୁଛି ସେ ଗୌରାଙ୍ଗ ମହାପ୍ରଭୁ ତତ୍ତ୍ୱ ଜଣେ ବୁଝି ସାରିଲା ପରେ କୃଷ୍ଣ ତତ୍ତ୍ୱ ଆରମ୍ଭ ହବ ତାର। ହୁଁ କୃଷ୍ଣ ତତ୍ତ୍ୱ ବୁଝି ସାରିଲା ପରେ ତାର ଗୋପୀ ତତ୍ତ୍ୱ ଆରମ୍ଭ ହବ। ହୁଁ ଗୋପୀ ତତ୍ତ୍ୱ ବୁଝି ସାରିଲା ପରେ ତାର ଆରମ୍ଭ ହବ ସଖୀ ତତ୍ତ୍ୱ। ହୁଁ ସଖୀ ତତ୍ତ୍ୱଟା ବୁଝି ସାରିଲା ପରେ ଆରମ୍ଭ ହବ ମଞ୍ଜରୀ ତତ୍ତ୍ୱ। ହୁଁ ମଞ୍ଜରୀ ତତ୍ତ୍ୱର ଯେତେବେଳେ ସେ ବୁଝି ସାରିବ ଶେଷ ହେଇଯିବ, ତାପରେ ଶ୍ରୀ ରାଧା ତତ୍ତ୍ୱ ଆରମ୍ଭ ହବ। ସେ ହୁଁ ରାଧା ତତ୍ତ୍ୱ ଯେତେବେଳେ ପରାଶକ୍ତି, ରାଧା ଶକ୍ତି, ଅପରାଶକ୍ତି, ରାଧା ତତ୍ତ୍ୱ ଯେତେବେଳେ ସମ୍ପୂର୍ଣ୍ଣ ବୁଝି ସାରିବ, ପରା କଣ? ସବୁ ସମ୍ପୂର୍ଣ୍ଣ ଯେତେବେଳେ ବୁଝି ସାରିବ, ତାପରେ ସେ ରାଧା ସ୍ୱାମୀ ତତ୍ତ୍ୱଟା ତାପରେ ଶେଷରେ ଆରମ୍ଭ ହବ। ପରା ସେ କଣ? ପରା ଆଉ ଅପରା ଏ ଦିଟା କଣ? କହୁଛି ଯେ ରାଧା ସ୍ୱାମୀ ତତ୍ତ୍ୱ ଯେତେବେଳେ ଶେଷ ହେଇଯିବ, ଆଉ ସେ ପୁଣି ସେଇ ରାଧା ସ୍ୱାମୀ ତତ୍ତ୍ୱ, ତା ମାନେ ଅର୍ଥ ଏଠି ହେଲା ରାଧା ହଉଛନ୍ତି ସର୍ବଶେଷରେ। ହଁ ହେଲା, ବୁଝି ହେଇଗଲା, ଏ କଥାଟା ପୁରା ଆରମ୍ଭରୁ ବୁଝି ହେଇଗଲାଣି। ମତେ ଖାଲି ଏଇ ଯୋଉ ପରା ଆଉ ଅପରା କଣ ଟିକେ ବୁଝେଇଦେଲେ। ପରା ଆଉ ଅପରା ଭିତରେ ଆପଣ ଅନୁଭବଟା ହଉଛି, ଅନୁଭବ ଶକ୍ତିଟା ହଉଛି ଆଜ୍ଞା, ହୁଁ। ଅନୁଭବ ଶକ୍ତିର ଉପରେ ଯୋଉଟା ଅଛି ସେଇଟା ଅପରା। ଅନୁଭବଟା ଅନୁଭବ କୋଉଥିରେ କରାଯିବ? ଶକ୍ତିର ଉପରେ ଶୁଣନ୍ତୁ, ଅନୁଭବଟା ଆମେ କୋଉଥିରେ କରିବୁ? ଅନୁଭବ କରିବା ଆପଣ ହଉଛନ୍ତି ଆପଣଙ୍କର ହଉଛନ୍ତି ପଞ୍ଚ ମନ, 25 ପ୍ରକୃତି ଇନ୍ଦ୍ରିୟରେ ଅନୁଭବ ଆପଣ କରିବେ। ଅନୁଭବ ଓ କରିବେ ଇନ୍ଦ୍ରିୟରେ ଅନୁଭବ ହବ? ନା 5 ମନ 25 ହଁ ପ୍ରକୃତି। ସେମାନେ ତ ଇନ୍ଦ୍ରିୟ ଆଉ। ହଁ ମୁଁ ଯାହା କହୁଛି, ମୁଁ ଆଜ୍ଞା ମୁଁ ଯେତିକି ଜାଣିଛି ସେତିକି ହଁ କହୁଛି। ହେଲା, ମୁଁ ସେଇଠୁ ବୁଝୁଛି ପୁରା ଆପଣଙ୍କଠୁ। ହଁ ଆପଣଙ୍କ ଉପରେ ତ ଆମେ ଜ୍ଞାନୀ ନୁହେଁ ନା। ନାଇଁ ମୁଁ ବୁଝୁଛି, ମୁଁ ଧୈର୍ଯ୍ୟର ସହିତ ଆପଣଙ୍କ ଥେସିସ୍ ଟାକୁ ବୁଝୁଛି। ହଁ ତେଣୁକରି ଆପଣ ହଉଛନ୍ତି 5 ମନ 25 ପ୍ରକୃତି ହୁଁ, ଭିତରେ ହୁଁ। ଆପଣ ହଉଛନ୍ତି ଯୋଉତିକି ଅନୁଭବ କରି, ଅନୁଭବର ଉପରେ ଏଟା ହଉଛି ଅପରାଶକ୍ତି। ଅନୁଭବ ଉପରେ ଅନୁଭବ ଉପରେ ଅପରା ଆପଣ ହେଲା, ପରାଶକ୍ତି ହେଲା ଅନୁଭବ, ଏବଂ ଅପରା ହେଲା ଅନୁଭବ ଉପରେ। ଅନୁଭବାତୀତଟା ହେଲା ଅପରା। ଅପରା, ଓକେ ହେଲା, ହଁ ବୁଝି ହେଇଗଲା। ବାସ୍ ଆଗକୁ ଚାଲନ୍ତୁ। ଆଚ୍ଛା, ହଁ ଆଉ ଗୋଟେ ପ୍ରଶ୍ନ ରହିଲା, ଅହଙ୍କାରଟା ଆମେ ଛାଡିବାକୁ ପଡିବ ପୁରା? ଅହଙ୍କାରଟାକୁ ଆପଣ ଛାଡିବେ। ଆଚ୍ଛା, କେମିତି ଛାଡିବା, ତାର ବାଟ କଣ? ହଁ ଅହଙ୍କାରଟା ଆପଣ ଯେତେବେଳେ ଛାଡିବେ, ସେ ଅହଙ୍କାରଟା କଣ ଆଗେ ବୁଝିବ ତ। ଛାଡିବା ପୂର୍ବରୁ ଆଗେ ବୁଝିବେ ନା ନ ଛାଡିବା ପୂର୍ବରୁ ବୁଝିବେ? ନାଇଁ, ଆଗେ ବୁଝିଲେ ଛାଡିବେ ନା। ସେଇଆ ହଉଛି ଅହଙ୍କାରଟା। 6 ପ୍ରକାର ଅହଙ୍କାର ଅଛି। ହୁଁ ଅହଙ୍କାରଟା ଆପଣଙ୍କର ଗୋଟିଏ ଅହଙ୍କାର ନାହିଁ। ହୁଁ ଅହଙ୍କାରଟା 6 ପ୍ରକାରର ଅହଙ୍କାର ଅଛି। ସେ ବିଭାଗୀକରଣ ହେଇଗଲା ଆଉ। ଛାଡନ୍ତୁ, କେମିତି ଛାଡିବା, ସୂତ୍ରଟା କଣ? ସୂତ୍ରଟା ଅହଙ୍କାରଟା ଛାଡିବାଟା, ଆପଣ ଆଗେ ଅହଙ୍କାରଟା ବୁଝିବେ। ସାଧାରଣ ଟିକେ ଅହଙ୍କାର, ହୁଁ ସାଧାରଣ ଅହଙ୍କାର, ଅହଙ୍କାରଟା କଣ? ଆମ ଓଡିଆ ଭାଷା ନା ସଂସ୍କୃତ? କୋଉଟା? ଅହଙ୍କାର ଅହଙ୍କାର ଆମ ଓଡିଆ ଭାଷା ନା ସଂସ୍କୃତ? ଓଡିଆ ସଂସ୍କୃତ ମିଶିକି ଅହଙ୍କାର। ନା, ଓଡିଆ ସଂସ୍କୃତ ମିଶିକି ନା, ଅହଙ୍କାରଟା ସମ୍ପୂର୍ଣ୍ଣ ସଂସ୍କୃତ। ଅହଂ କହିଲେ ମୁଁ ଏବଂ ତାର ଆକାର। ନା ଓଡିଆ ସଂସ୍କୃତ ମିଶିକି ମୁଁ କହିଲି ଆପଣଙ୍କୁ, କହୁଛନ୍ତି ବା ଅହଙ୍କାରଟା ଓଡିଆ ସଂସ୍କୃତ ମିଶିକି ଅହଙ୍କାର। ଅହଙ୍କାରର ଯଦି ପୂର୍ଣ୍ଣ ଓଡିଆକୁ ଆଣିବେ, ତା ଭିତରେ ସେଟା ରହିବ କି ଗର୍ବ ରହିବ। ଗର୍ବ ରହିଲା, ଆମର ଓଡିଆଟା ରହିଲା ଗର୍ବ। ଅହଙ୍ଗରୁ ଆସି ଅହଙ୍ଗ ଅର୍ଥ ହଉଛି ମୁଁ। ହୁଁ, ତେଣୁ ଅହଙ୍ଗ ଅର୍ଥ ମୁଁ, ତେଣୁ ଏଠି ମୁଁ ଟା ତାର କଣ? ଆକାର, ନା ଅହଙ୍କାରର ଆକାର। ହଁ ହଉ, ଆପଣଙ୍କ କଥା ହଉ, ଅହର ଆକାର ହେଲା ଅହଙ୍କାର। ହୁଁ, ଆପଣଙ୍କ କଥା ହଉ, ମୋ କହିବା କଥା ସେଇଟା ହଉଛନ୍ତି କଣ, ସେଇ ଜିନିଷଟା କଣ, ହୁଁ, ସେଇ ଜିନିଷଟା କଣ, ଅହଙ୍ଗ ଆକାରଟା କଣ, କଣ? ସେଇଟା କଣ, ସେଇଟା କଣ, ସେ ଅହଙ୍କାରଟା କଣ? ରାଧା ନହେଲେ କୃଷ୍ଣ। ହୁଁ, କଣ? ଅହଙ୍କାର ଆପଣଙ୍କର ରାଜସିକ, ତାମସିକ, ସାତ୍ବିକ। ଅହଙ୍କାର ହଉଛି ରାଧା ନହେଲେ କୃଷ୍ଣ, ଆମେ ଏତିକି ବୁଝିଛୁ।
ଅହଙ୍କାର କହିଲେ ଦେହ, ଅହଙ୍କାର କହିଲେ ଶରୀର। ରାଧାର ଶରୀରଟି ହଉଛି ଅହଙ୍କାର, କୃଷ୍ଣର ଶରୀର ହଉଛି ଅହଙ୍କାର। ଏବଂ ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ଏବଂ ଷଡରୂପ ଇଏ ମିଶିକିରି ଅଷ୍ଟବେଷ୍ଟିନୀରେ ଶରୀର ତିଆରି। ଚିତ୍ତ, ଅହଙ୍କାର, ବୁଦ୍ଧି, ମନ। ସେ ଯୋଉ ଅହଙ୍କାର କଥା କହୁଛ ସେ ଅହଙ୍କାର ନୁହେଁ। ଓ ଏଇଟା ଅଲଗା। ଅହଙ୍କାର ସେ ଅହଙ୍କାର, ମନ, ବୁଦ୍ଧି, ଚିତ୍ତ, ଅହଙ୍କାର ଯୋଉ ସେ ଅହଙ୍କାର ନୁହେଁ। ମୁଁ ଯିଏ କହିଛି ମୁଁ, ସେ ହଉଛି ସେ। କେତେଟା ମୁଁ ତାହେଲେ ଅଛି ଆମ ପାଖେ? କହିଲି ଆପଣ 6 ପ୍ରକାର। 6 ପ୍ରକାର ମୁଁ ଅଛି। ଆଉ ମତେ 2 ପ୍ରକାରର ଉଦାହରଣ ଦେଲେ। କହିଲି ବାସ୍ ଆପଣ ଯେତେବେଳେ ପ୍ରତୀକାତ୍ମକ ଭାବରେ ଜନ୍ମ ନେଇଛନ୍ତି, ହଁ ପ୍ରତୀକାତ୍ମକ ଯେତେବେଳେ ଜନ୍ମ ନେଇ ସାଧାରଣ ଭାବରେ ଚଳଣି କରୁଛନ୍ତି, ସେତେବେଳେ ଆପଣଙ୍କ ମୁଁ କାର ଆପଣ ବ୍ୟବହାର କରିପାରିବେ। ହଁ ହେଲା, ମୁଁ ଭାତ ଖାଇଦେବି ଇତ୍ୟାଦି ଇତ୍ୟାଦି। ସ୍ପଷ୍ଟ ବୁଝିଗଲି। ତାପରେ ଯେତେବେଳେ ସେଇ ମୁହଁଟାକୁ ଯେତେବେଳେ କୌଣସି କ୍ରୋଧର ଆକାର ପରିପ୍ରକାଶ କରିବେ, କୌଣସି କ୍ରୋଧ ହଁ ହେଲେ ସେ ବିଭାଗୀକରଣ ହେଇଯିବ, ଛାଡନ୍ତୁ। ଦ୍ୱିତୀୟ ମୁଁ କଥା କହନ୍ତୁ, ଗୋଟେ ସତ୍ୟ ମୁଁ ଥିବ ତ? ହଁ, ଯେତେବେଳେ ସେଠି କିଏ? ଶୁଣନ୍ତୁ, ଯେତେବେଳେ ଆପଣ ସାଧନା ତତ୍ତ୍ୱକୁ ଯେତେବେଳେ ଯିବେ, ଆପଣ ଯେତେବେଳେ ସମ୍ପୂର୍ଣ୍ଣ ଦେହାଭିମାନ ଭୁଲିଯିବେ, ସେତେବେଳେ ଆପଣଙ୍କର ହଉଛନ୍ତି ଯୋଉ ମୁଁଟା ଆସିବ ସେଟା ହଉଛନ୍ତି ଆତ୍ମା ରୂପରେ ଆସିବ, ପରିପ୍ରକାଶ ପାଇବ। ତାମାନେ ସେ ମୁଁ ଆସିବ ପରେ ନଥିଲା। ଆତ୍ମା ରୂପରେ ପରିପ୍ରକାଶ ପାଇଲା ଯୋଉ ମୁଁ, ସେ ଥିଲା ନା ଆସିବ? ସେ ଥିଲା, ପ୍ରକାଶ ପାଇବ ନା ଆସିବ? ଥିଲା ତ ଆଉ ଆସିବ କୋଉଠୁ? ହଁ, ଆସିବ କୋଉଠୁ? ଅଲଗା ଜାଗାରେ କିଏ ଅଛି? କୋଉଠି ଆସିବ? ଆପଣ ସେ କଥା କହିଲେ ତ ଯେ ଆସିବ ବୋଲି। ମୁଁ ସେ ସବୁବେଳେ ଆପଣଙ୍କ ପାଖରେ ଯାହା ଅଛି ସବୁବେଳେ ଅଛି, ଆମ ପାଖରେ ଯାହା ଅଛି ସବୁବେଳେ ଅଛି, ତାକୁ ଆମେ ପରିପ୍ରକାଶ କରିବା। ଠିକ। ପ୍ରକାଶ ନୁହେଁ, ପରିପ୍ରକାଶ। ପ୍ରକାଶଟା ସବୁବେଳେ ଅଛି, ପରିପ୍ରକାଶ ଆଉଥରେ ଆମେ ପ୍ରକାଶ କରିବା। ତେଣୁ ଆଉଥରେ ପ୍ରକାଶ କରିବାର ଅର୍ଥଟା ହେଲା ଚିତ୍ତ, ବୁଦ୍ଧି, ଅହଙ୍କାର। ସେଇଟା ହେଲା ଅହଙ୍କାର। ବୁଝିପାରିଲେ? ହେଲା, ଆଉ ସବୁ ଦେଖାହେଲେ କଥା ହେବା। ବହୁତ ସୁନ୍ଦର ଆପଣଙ୍କ ପାଖରେ ମା ରାଧାରାଣୀଙ୍କର ତତ୍ଵ ରହିଛି। ଆପଣ ଗବେଷଣା କରୁଛନ୍ତି, କରନ୍ତୁ। ଭଗବାନ ଆପଣଙ୍କୁ କୃପା କରନ୍ତୁ। ଆପଣ ଆମ କୁଟୀର ଟିକେ ପଦାର୍ପଣ ହଉ। ହଉ, କେତେବେଳେ ପ୍ରଭୁଙ୍କର ଯଦି କୃପା ହବ, ନିଶ୍ଚୟ। ଆମେ ତ ବାହାରକୁ ବିଶେଷ କିଛି ଯାଉନା, ଏବଂ ଯଦି ସେମିତି ପ୍ରଭୁଙ୍କର କେବେ କୃପା ହବ, ଆପଣଙ୍କ ଘରେ ଆମ ଘରେ କିଛି ନାହିଁ। ଗୋଟେ ଆଜ୍ଞା ପ୍ରଶ୍ନ ପଚାରିପାରିବି ଯେ, ଆପଣ ଗୃହୀ ଅଛନ୍ତି ନା ବ୍ରହ୍ମଚାରୀ? ନା, ମୁଁ ଗୃହସ୍ଥୀ। ଗୃହସ୍ଥ? ବହୁତ ବହୁତ ବଢିଆ। ସେଥିପାଇଁ ଭାରି ଖୁସି ହେଲା, ଜାଣିକି ଖୁସି ହେଲା। ଆଉ ପିଲାପିଲି? ମୋର 3ଟି ସନ୍ତାନ ପ୍ରଭୁ ଦେଇଛନ୍ତି ଆମ କୋଳରେ। ବଡ ଯିଏ, ସେ ସାଂସ୍କ୍ରିଟରେ, ନବ୍ୟ ବ୍ୟାକରଣରେ PhD କରିଛି। ହରିଦ୍ୱାର ୟୁନିଭରସିଟି, କାଙ୍ଗିଡି ୟୁନିଭରସିଟି, ରୋହତକ ୟୁନିଭରସିଟି, ସୋମନାଥ ୟୁନିଭରସିଟି, ତିରୁପତି ୟୁନିଭରସିଟି ଏବଂ ଅଲ୍ ଇଣ୍ଡିଆରେ ସେ 400 ନାରୀ ମାନଙ୍କ ଭିତରେ ଶ୍ରେଷ୍ଠ ହେଇଛି। ଭାରତର ବିଭିନ୍ନ ମୁଖ୍ୟମନ୍ତ୍ରୀଙ୍କୁ ଆୱାର୍ଡ ପାଇଛି ଏବଂ ତାର ବିବାହ ହେଇଛି। ଏରୋନେଟିକ ଇଞ୍ଜିନିୟର, ସେ ଗୋଆରେ ଅଛନ୍ତି। ଏବଂ ପୁଅ ତା ତଳେ, ସେ ହାଇକୋର୍ଟର ଆଡଭୋକେଟ। ଏବଂ ଝିଅ କଟକ କଲେଜର ଫିଲୋସଫିର ଅଧ୍ୟାପିକା। ଏବଂ ଆମର ବୃତ୍ତି ପୂର୍ବରୁ ଥିଲା ସାମ୍ବାଦିକତା। ଯୋଉ ରସଗୋଲା କେସ୍ ଲଢେଇ ହଉଥିଲା ୱେଷ୍ଟବେଙ୍ଗଲ ଏବଂ ଓଡିଶା, ତା ଆମ ଦ୍ୱାରା ପରିଚାଳନା ହଉଥିଲା। ଆମେ ସେ କଥାଟା ଲଢୁଥିଲୁ ଏବଂ ସେଥିରେ ପ୍ରଭୁ ଟିକେ କୃପା କଲେ, ସେ ଯାହା ହେଲା। ତାପରେ ମୋର ବୃତ୍ତି ଥିଲା ସାମ୍ବାଦିକତା। ସାମ୍ବାଦିକ ବୃତ୍ତିରେ ଆମେ ସମାଜ ଠାରୁ ଆରମ୍ଭ କରି OTV ପର୍ଯ୍ୟନ୍ତ କାମ କରିଛୁ। ଏବଂ ନିଜର ବି ଚ୍ୟାନେଲ, ଓଡିଶା ଚ୍ୟାନେଲ ବୋଲି ଗୋଟେ ଥିଲା, ଚ୍ୟାନେଲ ଓଡିଶା ନାଁରେ। ଏବଂ ସେ ବନ୍ଦ ବାନ୍ଦ କରି ଆମେ ଟିକେ ଏଇ ଦିଗରେ, ପ୍ରଭୁଙ୍କ ଦିଗରେ ଯିବାରୁ ମନ ଟିକେ ଭଲ ଲାଗିଲା ଏଇ ଦିଗରେ। ତେଣୁ ଅଛୁ ଏଇ ଦିଗରେ। ରୁହନ୍ତୁ, ଏଇ ଦିଗରେ ସବୁବେଳେ ରୁହନ୍ତୁ। ଆପଣ ତ ବହୁତ ଜଞ୍ଜାଳକୁ କାଟିକି ଆପଣ ଗୋଟେ ପ୍ରକାର ଭାବୁଛନ୍ତି ଦିଗରେ ଶାନ୍ତି ପାଉଛନ୍ତି। ଜୀବନ ସାରା ଆପଣ ରୁହନ୍ତୁ। ଆପଣଙ୍କୁ ମୋର ଅନୁରୋଧ ଯେ ସମ୍ପୂର୍ଣ୍ଣ ଯୋଉ ରାଧାରାଣୀ କଥାଟାକୁ ଆପଣ ଲେଖିଛନ୍ତି, ଆଗ ରାଧା ପଛେ କୃଷ୍ଣ, ସେଇ ରାଧା ତତ୍ଵ ଉପରେ ଆପଣ ଯେତେ ସମ୍ଭବ ଏ ଓଡିଶାର ନରନାରୀ ମାନଙ୍କୁ କୋଣ ଅନୁକୋଣରେ ଏ ରାଧା ତତ୍ଵ, ରାଧା ବିଷୟରେ ଆପଣ ଗୋଟେ ପରିପ୍ରକାଶ କରନ୍ତୁ, ପରିପ୍ରଚାର କରନ୍ତୁ। ଏଇଟାକୁ କଲେ ମୁଁ ଭାବୁଛି ବହୁତ ଭଲ ହବ। ଆପଣ ଖୁସି ହେବେ। ଆଜ୍ଞା। ହଉ, ପ୍ରଭୁ ରାଧେ କୃପା କରନ୍ତୁ। ସେ ପ୍ରଭୁ କୃପା କଲେ ହବ।
ହଉ ଠିକ ଅଛି, ରାଧେ ରାଧେ, ଜୟ ଜଗନ୍ନାଥ। ରାଧେ ରାଧେ ରାଧେ। ଧନ୍ୟବାଦ, ଧନ୍ୟବାଦ, ଶରଣ।